ବଡ଼ ପୁରାଣ। ସବୁଠୁ ଅଧିକା ଶ୍ଲୋକ ସେଇଠି ଅଛି। ଆଉ ସେଇ ସ୍କନ୍ଦ ପୁରାଣର ବୈଷ୍ଣବ ଖଣ୍ଡ ଉତ୍କଳ ଖଣ୍ଡରେ ଲେଖା ହେଇଛି, ଯଦି ଆପଣ ମଣିଷ ଜୀବନ ପାଇଗଲେ ବହୁତ ଭାଗ୍ୟବାନ ଆପଣ। ତାଠାରୁ ବଡ଼ ଭାଗ୍ୟବାନ ଯଦି ଆପଣ ପୃଥିବୀରେ ଜନ୍ମ ପାଇଗଲେ, ତାଠାରୁ ବଡ଼ ଭାଗ୍ୟବାନ ଯଦି ଆପଣ ଭାରତବର୍ଷରେ ଜନ୍ମ ପାଇଗଲେ, ତାଠାରୁ ବଡ଼ ଭାଗ୍ୟବାନ ଯଦି ଆପଣ ଓଡ଼ିଶା ଦେଶରେ ଜନ୍ମ ପାଇଗଲେ, 4.5 କୋଟି ଓଡ଼ିଆ ଭିତରେ ଜନ୍ମ ହୋଇଗଲେ। ଭକ୍ତି ବହୁତ ସିମ୍ପୁଲ। ଏମାନେ ଆପଣଙ୍କୁ ମୂର୍ଖ କରିକି ରଖିଛନ୍ତି। ଏମାନଙ୍କ ଚକ୍କରରେ ପଶନ୍ତୁ ନାହିଁ। କାନ ଫୁଙ୍କି ଦେଉଛନ୍ତି, ମନ୍ତ୍ର ଦେଇଦେବି, ଦୀକ୍ଷା ଦେଇଦେବି, କଥା ହେବା କେବେ ୟା ବିଷୟରେ। କିନ୍ତୁ ଆଜିର କଥା ହେଉଛି ଏଇଆ। ପୂର୍ବଜନ୍ମ ମୁଁ ଇସ୍କନରେ ଥିଲି ନା, ପ୍ରଭୁପାତ କରି ଶିଷ୍ୟ ଥିଲି, କିନ୍ତୁ ଏବେ ପ୍ରଭୁପାତ କଲେ ଏଠି ଠିକ୍ ଲୋକ ନାହାନ୍ତି, ତୁ ଚାଲ ତୋତେ ଅଲଗା ଗୁରୁ ଦେବି। ଗୁରୁଙ୍କ ନାମ ବର୍ତ୍ତମାନ ନେବି ନାହିଁ, ପରେ କେବେ ରିଭିଲ୍ କରିବି। କିନ୍ତୁ କେତେକ ମୁଷ୍ଟିମେୟ ଯେଉଁମାନେ ନିଜକୁ ଇସ୍କନ ବୋଲି କହୁଛନ୍ତି, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା କନସିୟସନେସ୍, ପ୍ରଭୁପାତ ଜୀ ଯେଉଁ ଭଳିଆ ଏହାକୁ ଆରମ୍ଭ କରିଥିଲେ, ତାର ଧର୍ମ ଏମାନେ ଭୁଲିଗଲେ, ରାସ୍ତା ଏମାନେ ଭୁଲିଗଲେ। ପ୍ରଭୁପାତ ଜୀ ହେଉଛନ୍ତି ଶୁଦ୍ଧ ଭକ୍ତ। ଶୁଦ୍ଧ ଭକ୍ତ ସେ ଗୋଲକରୁ ଆସିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ଆସିଛନ୍ତି। କହିବା କଥା ନୁହେଁ, ମୁଁ ଟିକେ କଥା ବୁଲଉଛି, କିନ୍ତୁ ପୂର୍ବ ଜନ୍ମରେ ମୁଁ ପ୍ରଭୁପାଦଙ୍କର ଭକ୍ତ ଥିଲି। ତେଣୁକରି ଏ ଜନ୍ମ ଯେତେବେଳେ ମୁଁ ଜନ୍ମ ପାଇଲି, ମୋର 6 ମାସ ଭିତରେ ମୋ ହାତରେ ପ୍ରଭୁପାଦଙ୍କର ଭଗବତ ଗୀତା ଥିଲା। ମୁଁ କେବଳ କୃଷ୍ଣ ପ୍ରଭୁପାତ, କୃଷ୍ଣ ପ୍ରଭୁପାତ, ପ୍ରଭୁପାତ କୃଷ୍ଣ, ୟାଙ୍କୁ ହିଁ ଦେଖି ଆସିଛି। କିନ୍ତୁ ସେହି ପ୍ରଭୁପାତ ଗୁରୁ କୃପା ଯୋଗୁଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଯୋଗୁଁ, ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଯୋଗୁଁ, ମହାପ୍ରଭୁ ଶ୍ରୀ ରାମଙ୍କ କୃପା ଯୋଗୁଁ ମୁଁ ଆଉ ଇସ୍କନରେ ରହିଲି ନାହିଁ। ତାପରେ ମୋତେ ସେହି ପ୍ରଭୁପାତ ରାସ୍ତା କଢ଼େଇଲେ, ଭଗବାନଙ୍କର ଆଶୀର୍ବାଦ ହେଲା, ଗୁରୁ କୃପା ହେଲା, ମୁଁ ତାଙ୍କଠୁ ଉପର ଗୁରୁକୁ ଧରିଲି। କାହିଁକିନା ବର୍ତ୍ତମାନ ଯେଉଁ ଇସ୍କନ ସିଷ୍ଟମ୍ ଚାଲିଛି, ଏ ଭୁଲ ଜିନିଷ। ଏ ଗୁରୁ ମୋର ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ନାମ ଜପ ଭକ୍ତି ନୁହେଁ ଆଜ୍ଞା, ଥେଇ ଥେଇକି ନାଚିବା କୀର୍ତ୍ତନ ନୁହେଁ, ହରେ କୃଷ୍ଣ ହରେ ରାମ ଚିରାଡ଼ିବା କୀର୍ତ୍ତନ ନୁହେଁ, ଇଏ ଭକ୍ତି ନୁହେଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଆମେ ବରଦାସ୍ତ କରିବୁ ନାହିଁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏ ଅଦିନିଆ କାର୍ଯ୍ୟକ୍ରମ ସବୁ ତୁମେ କରୁଛ କିପରି? ଯଦି ଆପଣଙ୍କର ପିତା, ନିଜର ପିତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, ଆମର ପରମ ପୁରୁଷ, ପରମ ପିତା, ଆମର ସଖା, ଆମର ବନ୍ଧୁ, ଆମର ସବୁକିଛି, ଆମର ପତି, ବାପା, ଜେଜେ ବାପା, ସବୁ ସିଏ ମା, ଆମ ଘରର ସଦସ୍ୟ ସିଏ। ଗୋଟେ ଓଡ଼ିଆ ଜାଣିଛି ଯେ କାଳିଆ କିଏ, ଆଉ କାଳିଆ ଜାଣିଛି ଓଡ଼ିଆର ହୃଦୟର ଦୁଃଖର କଥା। ଆପଣ କହିବେ ଇଏ ଏମିତି କ'ଣ କଥାବାର୍ତ୍ତା କରୁଛି? ଭଗବାନ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, ସେ ସମସ୍ତଙ୍କର ଭଗବାନ, ନିଶ୍ଚିତ ଭାବରେ। କିନ୍ତୁ ଏ ଏକ୍ଜାମ୍ପଲଟି ମୁଁ ଯାହା କହିବି କାନପାତି ଶୁଣିବେ ଆପଣମାନେ, କୃପା କରି କାନପାତି ଶୁଣିବେ, ସିଧା କଥା। ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ବିଶ୍ୱର ଭଗବାନ, ତାହେଲେ ସିଏ ଖାସ୍ କରିକି ଏଇ ଜାଗାରେ କାହିଁକି ତାଙ୍କର ଧାମ ବନେଇଲେ? ଚିନ୍ତା କରନ୍ତୁ। ସ୍କନ୍ଦ ପୁରାଣରେ ଏ ଜିନିଷକୁ, ଏଇ ଧାମକୁ, ଶଙ୍ଖକ୍ଷେତ୍ରକୁ କାହିଁକି ଧାମ ବୋଲି କୁହାଗଲା? କାହିଁକି ଆମେରିକାକୁ କୁହା ନଗଲା? ଚିନ୍ତା କରନ୍ତୁ। ଏହାର ଉଦାହରଣ ଦେବା ପାଇଁ ମୁଁ ପୁଣି ଆପଣ ଟିକେ ଆଗକୁ ନେଉଛି, ଶୁଣନ୍ତୁ ଏ କଥାଟି। ମୁଁ ବାରମ୍ବାର ଏ କଥା ଆଗରୁ କହିଛି, ପୁଣି ସେ କଥାଟି କହୁଛି। ନରେନ୍ଦ୍ର ମୋଦି, ଆପଣ ନରେନ୍ଦ୍ର ମୋଦିକୁ ଜାଣିଛନ୍ତି ସମସ୍ତେ ବୋଲି ମୁଁ ଗୋଟେ ଉଦାହରଣ ଦେଉଛି। ତା ମାନେ ନୁହେଁ ଯେ ଆପଣ ଜଗନ୍ନାଥଙ୍କୁ କମ୍ପେୟାର କରିବେ ନା, ହରିଙ୍କ ସହିତ କାହାରି କମ୍ପେୟାର ହେବ ନାହିଁ, ଠିକ୍। ତେଣୁ ମୁଁ ଆପଣଙ୍କୁ କଥା କହୁଛି ଯେ ନରେନ୍ଦ୍ର ମୋଦିକୁ ଆପଣ ଦେଖନ୍ତୁ, ତାଙ୍କୁ ଆପଣ କିଏ ଜାଣିନାହାନ୍ତି? ପୁରା ଭାରତବାସୀ ଜାଣିଛନ୍ତି, ବିଶ୍ୱବାସୀ ବି ଜାଣିଥିବେ ସମସ୍ତେ ପାଖାପାଖି। ଆମେ ଭାରତବାସୀଙ୍କ କଥା ନେବା ଉଦାହରଣ ପାଇଁ। ଭାରତବାସୀମାନଙ୍କ ଭିତରୁ ନରେନ୍ଦ୍ର ମୋଦିକୁ ସମସ୍ତେ ଜାଣିଛନ୍ତି ଆଜ୍ଞା। କିନ୍ତୁ କେତେଜଣ ନରେନ୍ଦ୍ର ମୋଦିଙ୍କ ପାଖକୁ ମନ ଇଚ୍ଛା ଯାଇପାରିବେ? କି ଇଚ୍ଛା ହେଲା, ଚାଲ ଗୋଡ଼ ଉଠାଅ, ଆଉ କପଡ଼ା ପିନ୍ଧ, ଶାଢ଼ୀ ପିନ୍ଧ, ତୁମେ ପିନ୍ଧ, ଚୁଟି ବାଗାଅ, ଚାଲ ନରେନ୍ଦ୍ର ମୋଦି ପାଖକୁ ଯିବା, କଥାବାର୍ତ୍ତା ହେଇକି ଆସିବା, ଚା ଟିକେ ପିଇକି ଆସିବା, ହେବ କି? କେତେଜଣ କରିପାରିବେ ଆଜ୍ଞା? କେବଳ ତାଙ୍କ ଘର ଲୋକ, କେବଳ ତାଙ୍କ ଘର ଲୋକ। ଘର ଲୋକ 10, 12, 15 ମ୍ୟାକ୍ସିମମ୍, ତାଠୁ ଅଧିକା ହେବେ? ଆଉ ଟିକେ ଭିତରକୁ ନେଇଯାଉଛି। ଯେତେବେଳେ ଇମୋସନର କଥା ଆସେ, ଭାବର କଥା ଆସେ, ଫିଲିଙ୍ଗସର କଥା ଆସେ, ଇଚ୍ଛାର କଥା ଆସେ, ତାର ମାନସିକ ମସ୍ତିଷ୍କ, ମାନସିକ ସ୍ଥିତିର କଥା ଆସେ, ଯେତେବେଳେ ନରେନ୍ଦ୍ର ମୋଦି ସବୁ କାମ କରିଚାଲନ୍ତି, କିନ୍ତୁ ତାଙ୍କ ମାନସିକ ଅବସ୍ଥା କେଉଁ ଭଳିଆ ଅଛି, ସେ କେତେବେଳେ ଖାଆନ୍ତି, କେତେବେଳେ ପିଅନ୍ତି, କେତେବେଳେ ଶୁଅନ୍ତି, ତାଙ୍କର ବର୍ତ୍ତମାନ ଇଚ୍ଛା କ'ଣ ହେଉଛି, ଦୁଃଖୀ ଅଛନ୍ତି, ସୁଖୀ ଅଛନ୍ତି, ଟେନସନରେ ଅଛନ୍ତି, କ'ଣ ଅଛନ୍ତି, ଜାଣିବ କିଏ? ବାହାର ଲୋକ ଜାଣିପାରିବେନି, ତାଙ୍କୁ କିଏ ବି ଠିକ୍ ଠାକ୍ ଜାଣିପାରିବନି। କିଏ ଜାଣିପାରିବ ଆଜ୍ଞା? ତାଙ୍କର ନିଜର ପରିବାର ଲୋକ, ତାଙ୍କ ମାତା, ପିତା, ଭାଇ, ତାଙ୍କର ସ୍ତ୍ରୀ, ଯିଏ ବି ଅଛନ୍ତି, ଉଦାହରଣ ଦେବା ପାଇଁ କହୁଛି। ଆକୁ ସିରିୟସଲି ନେବେ ନାହିଁ, ବୁଝନ୍ତୁ କଥାଟାକୁ, କେତେ ଭିତରିଆ କଥା। ସିଏ ଜାଣିପାରିବେ
ଠିକ୍ ସେଇଭଳିଆ ଆଜ୍ଞା ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଲେ ମଧ୍ୟ ଏ 4.5 କୋଟି ଓଡ଼ିଆ ଯେ ନୀଳାଦ୍ରି ଆମର ଏଇ ଶଙ୍ଖ କ୍ଷେତ୍ରରେ ନିବାସ କରନ୍ତି, 4.5 କୋଟି ଓଡ଼ିଆ, ସେ ଓଡ଼ିଆ ଜାଣେ କିଏ କାଳିଆ। ଜଗନ୍ନାଥଙ୍କୁ ଜାଣିବା ପାଇଁ ହେଲେ ଆପଣଙ୍କୁ 4.5 କୋଟି ଓଡ଼ିଆ ଭିତରେ ଜନ୍ମ ହେବା ପାଇଁ ପଡ଼ିବ, ନହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏ ଓଡ଼ିଶାକୁ ବଡ଼ କରିପାରିଥାନ୍ତେ, କିମ୍ବା ଏମିତି ଯେଉଁ ଜାଗା ଥାନ୍ତା ସେ ସେଇଠି ଜନ୍ମ ନେଇ ପାରିଥାନ୍ତେ। ଏଠି କାହିଁକି ଜନ୍ମ ନେଲେ? ये खास जगह स्कंद पुराण सफासफा कौच वेद पुराण शास्त्र मुझे कौच कहीं जी भक्त से जापर जी आईष खाऊँ पिज रसुण खाऊँ जी म्लेच्छ सी जापर ना आप खराब भावतु भूल भावतु कमेंट्रे जहाँ भी लिखा कथा लिखुँ किंतु आज ना काली आप बुझीपारे ए जन्म नेक्स्ट जन्म तार जन्म 100 नंबर जन्म 1000 नंबर जन्म अनंत नंबर जन्म पर बुझीपारे बहु नाम जन्म नामंते ज्ञानवान मां प्रपद्यन्ते वासुदेवम सर्वमिति। अनेक जन्म ठोकर खाई सारा पर से जानीपे जड़े व्यक्ति जड़े जीव जे जगन्नाथ ही सबकि कृष्ण ही सबकि आउ सब बेकार एवरीथिंग इज गार्बेज अड़िया सबू जगार मु अच्छी मु ही सबकि बोली से जापर बहुनाम जन्म नामंते ज्ञानवान मां प्रपद्यन्ते गीता। तेणु से कथा कहती आज्ञा जे नरेंद्र मोदी इमोशन को जानापी घर लोक हवा दरकार। नरेंद्र मोदी पाखक जावाई घर लोक हवा दरकार। 4.5 कोटी गुड़ा अच्छे से स्कंद पुराण सफासफा कौच 4 वेद 18 पुराण 108 उपनिषद हेले 4 वेद 18 पुराण 108 उपनिषद हेले स्कंद पुराण सबुठार बड़ पुराण सबुठ अधिका श्लोक से अच्छे स्कंद पुराण वैष्णव खंड उत्कल खंडरे लिखाई जदि आप मनीष जीवन पाईगले बहुत भाग्यवान आपण ताठारू बड़ भाग्यवान जदि आप पृथ्वी जन्म पाईगले ताठारू बड़ भाग्यवान जदि आप भारत वर्ष जन्म पाईगले ताठारू बड़ ताठारू बड़ भाग्यवान जदि आप ओडिशा देश जन्म पाईगले 4.5 कोटी ओडिया भितर जन्म होगले कहीं क्वालिफिकेशन आज्ञा क्वालिफिकेशन मनीष जन्म भी क्वालिफिकेशन अच्छी जीव जन्म भी क्वालिफिकेशन अच्छी समस्ते कॉम्पिटिटिव एग्जाम दौरान समस्ते कौन आईएएस पाँच कि पाँच से भाग्यवान उदाहरण देवाई कहली या सीरियसली ने ना किंतु एठी देखिले सत भाव वास्तविक भाव मनीष जन्म पाई सारिकी सी पुणी नीलाद्रि लोकरे शंख क्षेत्र में ओडिशा रे जे जन्म पाईगला ताठारू बड़ भाग्यवान कहीं नहीं। मुझे आज्ञा मु बाहर को जाइए मुंबई रे मु रोची बर्तमान मुंबई टोका मु जन्म होइछि केन्दुझर रे रही बढ़ी पूरा भुवनेश्वर रे कटक रे पुरी रे ये जगह मोर पूरा जीवन बीती बर्तमान पर्यंत सबुठ अधिकांश जीवन बर्तमान पर्यंत मुंबई रोची सबू जगह के माने पूरा ओडिशा माने पूरा भारतर सब जगह बुली किंतु जदि कथाटे पदटे भी कहीदेवे से रास्ता से पदरे भी भक्ति थी सी हूँ ओडिया लोक मुझे कौ जगार एमती कथबार्ता देखी नहीं सी 1000 बार जय जगन्नाथ कहतु जय श्रीकृष्ण कहतु हरे कृष्ण कहतु जय श्रीराम कहतु से भावटा मुझे देखनी आज्ञा भगवान भाव चाहती से मुखरू चाहती ना कंठरू चाहती ना भाव चाहती हृदय चाहती मन दे मते मन दे ओडिया वाला से जानी पार्टी रे आईष खाऊ किंतु जो भाया से कथाटा लहरई कहूथो भक्ति थी से भाव में अरे आपड़ देखुना चिकेन सेंटर भी लिखिथे जगन्नाथ बुझीपारना किसी असुविधा नहीं किंतु भक्ति आम रग रग्रे अच्छी खून रे अच्छी ओडियावासी एबे आसीबा असली कथा को जगन्नाथ संस्कृति मु बारंबार कहूँ ये जिन जगन्नाथ संस्कृति जगन्नाथ संस्कृति जगन्नाथ संस्कृति शुणुता जिन को जगन्नाथ संस्कृति जगन्नाथ संस्कृति जगन्नाथ संस्कृति से भाया आप बुझीपारे जे भगवान जगन्नाथ महाप्रभु श्री जगन्नाथ आम अलग कृष्ण जो जन्म होकर आसिले हाथ में बंशी था केवल गोपी मान राम जिते बड़े आइले हाथ में कोदंड धरी राज्य शासन करते पूरा प्रजा मान किंतु ये कृष्ण जगन्नाथ आसिले कहले बंशी बहुत बजेली युद्ध बहुत कली राम अवतार रे नृसिंह अवतार रे बहुत लोक मारी विनाश किंतु एबे नुहे एबे केवल सेतेबेले हिरण्यकशिपुर छाती भी चिरी किंतु वर्तमान केवल समस्त को कोलाग्रत करी हाथ बढ़ई महाप्रभु श्री जगन्नाथ फोटो देखु आप चेहरा देखु ये भाव को भाव आज्ञा करुणार भाव जो भाव को आम समस्ते खोजी होती बापा पाखु माँ पाखु भौणी पाखु भाई पाखु मिलब ना कई ये ओरिजिनाल करुणा दे पारे केवल जगन्नाथ केवल जगन्नाथ स्वार्थपर ए संसार सबुठी खाली छलना मन खोला हस टिके देखिले खोजिले एठी मिले ना
ଚାନ୍ଦ ସୁରୁଜ ପରିଲୁ ସତ ମୋ ଜଗା ହସରେ ନାହିଁ ତ ଖାଦ, ମୋ ଜଗା ହସରେ ନାହିଁ ତ ଖାଦ, ମୋ ଜଗାର ହସରେ ନାହିଁ ତ ଖାଦ। ଇଏ ରିଏଲ୍ ଜିନିଷ ଆମେ ଓଡ଼ିଆ ଜାଣିପାରିବା ଆଜ୍ଞା। କିନ୍ତୁ କେତେକ ମୁଷ୍ଟିମେୟ ଯେଉଁମାନେ ନିଜକୁ ଇସ୍କନ୍ ବୋଲି କହୁଛନ୍ତି, ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନସିୟସନେସ୍, ପ୍ରଭୁପାଦ ଜୀ ଯେଉଁ ଭଳିଆ ଏହାକୁ ଆରମ୍ଭ କରିଥିଲେ ତାର ଧର୍ମ ଏମାନେ ଭୁଲିଗଲେ, ରାସ୍ତା ଏମାନେ ଭୁଲିଗଲେ। ପ୍ରଭୁପାଦ ଜୀ ହେଉଛନ୍ତି ଶୁଦ୍ଧ ଭକ୍ତ, ଶୁଦ୍ଧ ଭକ୍ତ। ସେ ଗୋଲକରୁ ଆସିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ଆସିଛନ୍ତି। କହିବା କଥା ନୁହେଁ, ମୁଁ ଟିକେ କଥା ବୁଲଉଛି, କିନ୍ତୁ ପୂର୍ବ ଜନ୍ମରେ ମୁଁ ପ୍ରଭୁପାଦଙ୍କର ଭକ୍ତ ଥିଲି। ତେଣୁକରି ଏ ଜନ୍ମ ଯେତେବେଳେ ମୁଁ ଜନ୍ମ ପାଇଲି, ମୋର 6 ମାସ ଭିତରେ ମୋ ହାତରେ ପ୍ରଭୁପାଦଙ୍କର ଭଗବତ ଗୀତା ଥିଲା। ମୁଁ କେବଳ କୃଷ୍ଣ ପ୍ରଭୁପାଦ, କୃଷ୍ଣ ପ୍ରଭୁପାଦ, ପ୍ରଭୁପାଦ କୃଷ୍ଣ ୟାଙ୍କୁ ହିଁ ଦେଖି ଆସିଛି। କିନ୍ତୁ ସେହି ପ୍ରଭୁପାଦ ଗୁରୁ କୃପା ଯୋଗୁଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଯୋଗୁଁ, ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଯୋଗୁଁ, ମହାପ୍ରଭୁ ଶ୍ରୀ ରାମଙ୍କ କୃପା ଯୋଗୁଁ ମୁଁ ଆଉ ଇସ୍କନରେ ରହିଲି ନାହିଁ। ତାପରେ ମୋତେ ସେହି ପ୍ରଭୁପାଦ ରାସ୍ତା କଢ଼େଇଲେ, ଭଗବାନଙ୍କର ଆଶୀର୍ବାଦ ହେଲା, ଗୁରୁ କୃପା ହେଲା, ମୁଁ ତାଙ୍କଠୁ ଉପର ଗୁରୁକୁ ଧରିଲି। କାହିଁକିନା ବର୍ତ୍ତମାନ ଯେଉଁ ଇସ୍କନ ସିଷ୍ଟମ୍ ଚାଲିଛି ଏ ଭୁଲ ଜିନିଷ, କିଛି ଠିକ୍ ଠାକ୍ ହେଉନି। ନାମ ଜପ କରିଦିଅ, ଡେଇଁ ଡେଇଁ କୀର୍ତ୍ତନ କରିଦିଅ, ଇଏ ଭକ୍ତି ନୁହେଁ ଆଜ୍ଞା। ମୁଁ ବାରମ୍ବାର କହିଛି, ଏ ଭିଡ଼ିଓ ଆପଣ ଦେଖନ୍ତୁ, ମୁଁ ଲିଙ୍କରେ ଦେଇଦେବି, ଏ ଭିଡ଼ିଓ ଆପଣ ଜାଣିପାରିବେ। ଏ ଭ୍ରାନ୍ତ ଧାରଣାରେ ପଡ଼ନ୍ତୁନି, ନାମ ଜପ ଏସବୁ ଚକ୍କରରେ ଫସନ୍ତୁ ନାହିଁ। ମୁଁ ପୁଣି ଦେଇଦେଉଛି ଲିଙ୍କଟା, ଆପଣ ଦେଖିପାରିବେ, ଆଇ ବଟନରେ ବି ଲିଙ୍କ ଦେଇଦେଉଛି। ତାପରେ ଆଜ୍ଞା କଥା ହେଉଛି ଯେ ଏମାନେ ଯେଉଁ କାମ କରୁଛନ୍ତି ବର୍ତ୍ତମାନ ଅଦିନିଆ। ମୁଁ ପ୍ରସାଦ ଦେଖନ୍ତୁ, ଇସ୍କନରେ ମୁଁ ଖରାପ ବୋଲି କହୁନି, ଇସ୍କନରେ ପ୍ରସାଦ ମୁଁ ପାଇଛି, ପ୍ରସାଦ ପାଇକି ମୋର ମାଇଣ୍ଡ ଚେଞ୍ଜ ହେଇଛି, ମୁଁ ଭକ୍ତି ରାସ୍ତାକୁ ଆସିଛି। କାହିଁକିନା ପୂର୍ବ ଜନ୍ମ ମୁଁ ଇସ୍କନରେ ଥିଲି ନା, ପ୍ରଭୁପାଦ କରି ଶିଷ୍ୟ ଥିଲି। କିନ୍ତୁ ଏବେ ପ୍ରଭୁପାଦ କଲେ ଏଠି ଠିକ୍ ଲୋକ ନାହାନ୍ତି, ତୁ ଚାଲ, ତୋତେ ଅଲଗା ଗୁରୁ ଦେବି। ଗୁରୁଙ୍କ ନାଁ ମୁଁ ବର୍ତ୍ତମାନ ନେବି ନାହିଁ, ପରେ କେବେ ରିଭିଲ୍ କରିବି। ଆଉ ମୁଁ ଯେଉଁ କ୍ୱେଶ୍ଚନର ଉତ୍ତର ଚାହୁଁଥିଲି, ଯେଉଁ ପ୍ରଶ୍ନର ଉତ୍ତର ଚାହୁଁଥିଲି, କାହିଁକିନା ଶିଷ୍ୟର କାମ ହେଉଛି କେବଳ ପ୍ରଶ୍ନ କରିବା। ଆପଣ ନିଜେ ଦେଖନ୍ତୁ ଗୀତାରେ ଅର୍ଜୁନ କେବଳ ପ୍ରଶ୍ନ କରି ଚାଲିଛି, ଆଉ ଭଗବାନ ଶ୍ରୀକୃଷ୍ଣ ସିଧା ସିଧା ଉତ୍ତର ଦେଉଛନ୍ତି, ବୁଲେଇବା କେହିକି ନୁହଁ। ଶିଷ୍ୟର କାମ ହେଉଛି କେବଳ ପ୍ରଶ୍ନ କରିବା, ଜିଜ୍ଞାସାକୁ ଜାଣିବା ଆଉ ଜୀବନରେ ଲଗେଇବା। ଆଉ ଗୁରୁର କାମ ହେଉଛି ତାର ପ୍ରଶ୍ନ, ଶିଷ୍ୟର ପ୍ରଶ୍ନର ସବୁ ସମସ୍ୟାର ସମାଧାନ କରିବା। ମୋତେ ପ୍ରଭୁପାଦଙ୍କ ପରେ ପ୍ରଭୁପାଦ ମୋତେ ଯେଉଁ ଗୁରୁ ପାଖକୁ ନେଇକି ଗଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀ ରାମ ମୋତେ ଯେଉଁ ଗୁରୁ ପାଖକୁ ନେଇକି ଗଲେ, ସେ ଗୁରୁ ମୋର ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ନାମ ଜପ ଭକ୍ତି ନୁହେଁ ଆଜ୍ଞା, ଥେଇ ଥେଇକି ନାଚିବା କୀର୍ତ୍ତନ ନୁହେଁ, ହରେ କୃଷ୍ଣ ହରେ ରାମ ଚିରାଡ଼ିବା କୀର୍ତ୍ତନ ନୁହେଁ, ଇଏ ଭକ୍ତି ନୁହେଁ। ଭକ୍ତି ବହୁତ ସିମ୍ପଲ୍। ଏମାନେ ଆପଣଙ୍କୁ ମୂର୍ଖ କରିକି ରଖିଛନ୍ତି, ଏମାନଙ୍କ ଚକ୍କରରେ ଫସନ୍ତୁ ନାହିଁ। କାନ ଫୁଙ୍କି ଦେଉଛନ୍ତି, ମନ୍ତ୍ର ଦେଇଦେବି, ଦୀକ୍ଷା ଦେଇଦେବି, କଥା ହେବା କେବେ ୟା ବିଷୟରେ। କିନ୍ତୁ ଆଜିର କଥା ହେଉଛି ଏଇଆ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଯେଉଁ ଜଗନ୍ନାଥ ସଂସ୍କୃତି, ମୁଁ ଶବ୍ଦଟି ବାରମ୍ବାର କହୁଛି, ଆମର ଖଜା, ମା ଗୁଣ୍ଡିଚା, ରାଜା ଇନ୍ଦ୍ରଦ୍ୟୁମ୍ନ ଆମର ଚଳନ୍ତି ଦେବତା, ଏ ସଂସ୍କୃତି ଆମର ଯେଉଁ 12 ମାସରେ 13 ପର୍ବ, ତାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯାହା ସବୁ ରୀତି ନୀତି ଅଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିଥିବେ, ସେ ଜନ୍ମ ହୁଅନ୍ତି ମା ଦେବକୀଙ୍କ, ମା ଯଶୋଦାଙ୍କ କୋଳରୁ। କିନ୍ତୁ ଏଠି ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ମା ଯଶୋଦା ହେଉଛନ୍ତି, ନିଜେ ମା ଦେବକୀ ହେଉଛନ୍ତି, ପୁଣି ନିଜେ ଗର୍ଭଧାରଣ କରୁଛନ୍ତି, ନିଜେ ପୁଣି 10 ମାସ 10 ଦିନର ପୀଡ଼ା ସହୁଛନ୍ତି, ପ୍ରସବ ବେଦନା ସହୁଛନ୍ତି, ପୁଣି ଜନ୍ମ କରୁଛନ୍ତି ନିଜକୁ। ଇଏ ଜଗନ୍ନାଥ ସଂସ୍କୃତି, ଆଉ କୌଣସିଟି ଆପଣ ପାଇବେ ନାହିଁ। ଅନ୍ୟ ଜାଗାରେ ଆପଣ ଦେଖିବେ, ଯେତେବେଳେ ପୂଜା ଅର୍ଚ୍ଚନା ହୁଏ, ତାଙ୍କର ଅର୍ଚ୍ଚ ବିଗ୍ରହ ବାହାରକୁ ଆସନ୍ତି ଗର୍ଭଗୃହ ଭିତରୁ। କିନ୍ତୁ ଏଠି ନିଜେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗର୍ଭଗୃହ ଭିତରୁ କହୁଛନ୍ତି, ମୋତେ ନେଇ ଚାଲ, ଘୋଷାଡ଼ି ନେଇ ଚାଲ ସେବକମାନେ, ମୁଁ ଭକ୍ତମାନଙ୍କ ସହିତ ଦେଖା କରିବି। ମିଳିବ କେମିତି ଏମିତି ଭଗବାନ କାହାକୁ? ଇଏ ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ସଂସ୍କୃତି ବାରମ୍ବାର ଏଥିପାଇଁ କହୁଛି, ମହାପ୍ରଭୁଙ୍କର ବେଶ ଅଛି 22-23 ପ୍ରକାର ବେଶ। ଅନନ୍ତ ବେଶ ତାଙ୍କର ଅଛି, କିନ୍ତୁ ଆମେ 22-23 ପ୍ରକାର ଜାଣିଛେ। ଘୋଡ଼ ଲାଗି ବେଶ ଅଛି, ଚନ୍ଦନ ଲାଗି ବେଶ ଅଛି, ଡାଲିକିଆ ବେଶ ଅଛି, ଏ ଯେଉଁ ଯେତିକି ବେଶ ଅଛି, ଆମ ରଘୁନାଥ ବେଶ ଅଛି, ଯେଉଁଟା ଥରେ ହେଇଥିଲା, ଆଉ ହେଇନି 1903 ପରେ। କିନ୍ତୁ ଏ ବେଶକୁ ଆପଣ ଯେତେବେଳେ ନାହିଁ ସେତେବେଳେ କରିପାରିବେ କି? କରିପାରିବେ କି? ଆପଣ ନିଜେ କହୁନାହାନ୍ତି, ପାରିବେନି। ଯିଏ କରୁଛି ତାକୁ କ'ଣ କୁହାଯିବ ଆଜ୍ଞା? ଅଭଦ୍ର, ତାର ବୁଦ୍ଧି ବିବେକ ନାହିଁ। ଖରାଦିନ ଚାଲିଛି, ତୁମେ ଯଦି ଘୋଡ଼ ଲାଗି ବେଶ କରିବ, ଆପଣଙ୍କ ମୁଣ୍ଡ ଫୁଣ୍ଡ ଖରାପ ଅଛି କି? ଯିଏ ହେଲେ ଆପଣଙ୍କୁ କହିବେ କି ନାହିଁ? ଆଷାଢ଼ ଦ୍ୱିତୀୟା ଶୁକ୍ଳପକ୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ଯାହା ସବୁ ଆମ ରୀତି ଅଛି, ଆମେ ଆମ ହିସାବରେ କରୁଛୁ। ସ୍କନ୍ଦ ପୁରାଣ ଯାହା ଦିଆଯାଇଛି ସେଇ ହିସାବରେ ଆମେ କରିବୁ। ଜଗନ୍ନାଥ ସଂସ୍କୃତି। ତୁମେ ମନ ଇଚ୍ଛା ମହାପ୍ରଭୁଙ୍କୁ ବାହାରକୁ ଆଣି ଆସୁଛ, ଗାଧଉଛ ଇସ୍କନବାଲା। ଏବେ 2 ମାସ ପୂର୍ବରୁ ପୁଣି ହେଇଥିଲା ସେଇଆ ଆମେରିକାରେ। ଆମ ଭାରତ ବର୍ଷରେ ବି ହେଉଛି। ବାରମ୍ବାର ମନା କରୁଛି, ରଥଯାତ୍ରା ଆଣ ନାହିଁ। ଅନ୍ୟମାନଙ୍କ କଥା କ'ଣ କହିବି ଆଜ୍ଞା? ଅନ୍ୟମାନଙ୍କ କଥା କ'ଣ କହିବି? ମୁଁ ମୁମ୍ବାଇରେ ରହୁଛି, ମୁଁ ମୁମ୍ବାଇରେ, ଆପଣ ସିରିୟସ୍ କଥା କହୁଛି, ଏଇ କଥାଟା ଶୁଣନ୍ତୁ। ମୁମ୍ବାଇରେ ମୁଁ ରହୁଛି, ଏଠି ମୀରା ରୋଡ଼ରେ ଗୋଟେ ଇସ୍କନ ଅଛି, ଜୁହୁରେ ଇସ୍କନ ଅଛି। ମୁଁ ପଚାରିଲି, ଜୁହୁରେ ରଥଯାତ୍ରା କେତେବେଳେ ହେଉଛି?
ସେ ରଥଯାତ୍ରା ଟାଇମ୍ କହିଦେଲେ ମୋତେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ସେ ହେବ। ମୁଁ କହିଲି ମୀରା ରୋଡ଼ରେ କାହିଁକି ହେଉନି ସେଇଦିନ ରଥଯାତ୍ରା? ସେ କହିଲେ ନାଇଁ ଆଜ୍ଞା, ଯେଉଁଦିନ ଇସ୍କନରେ ହେବ ମାନେ ଜୁହୁରେ ହେବ ସେଦିନ ମୀରା ରୋଡ଼ରେ ହେବନି। ମୁଁ କହିଲି କ'ଣ ପାଇଁ ଆଜ୍ଞା? କହିଲେ ଯେ ମଜା ଆସିବନି। ତୁମେ ମଜା ପାଇଁ କରୁଛ ମାନେ ସେ ରଥଯାତ୍ରା ବି ମାନେ ପାଳି କରି କରି କରୁଛନ୍ତି। ଯଦି ଆଜି ଏଠି ହେଲା କାଲି ଅନ୍ୟ ଜାଗାରେ ହେବ। ଗୋଟେ ଧନ୍ଦା ଲଗେଇଛ ତୁମେ ଏଠି, ଗୋଟେ ଧନ୍ଦା ନୁହେଁ। ଆରେ ପଇସା ପତ୍ର ଇଏ ହେଉଛି କାରବାର ହେଉଛି ଠିକ୍ ଅଛି। ତୁମେ ଜଗନ୍ନାଥଙ୍କୁ ମନଇଚ୍ଛା ଯେତେବେଳେ ଆଣିବ, ଆରେ ଜଗନ୍ନାଥ ପହଞ୍ଚି ସାରିଲେଣି। ଜଗନ୍ନାଥ ଯଦି ରଥ ଆଜି ଟଣା ହେଲା 2 ଦିନ ଭିତରେ ସେ ପହଞ୍ଚିଯିବେ, ସିଧା କଥା ମା ଗୁଣ୍ଡିଚାଙ୍କ ପାଖକୁ ସେ ପହଞ୍ଚି ସାରିଲେଣି। ତୁମର ଏପଟେ ରଥଯାତ୍ରା ପୁଣି ଆରମ୍ଭ ହେଉଛି। ଆମେ ଯେତେବେଳେ ଫେରିକି ଆସିବୁ ଓଲଟା ରଥଯାତ୍ରାରେ ବାହୁଡ଼ା ଯାତ୍ରାରେ, ତୁମ ମନଇଚ୍ଛା ତୁମେ ବାହୁଡ଼ା ଯାତ୍ରା କରିବ ପୁଣି ଆଉଥରେ। ସ୍ନାନ ଯାତ୍ରା ମନଇଚ୍ଛା କରୁଛ ମହାପ୍ରଭୁଙ୍କୁ ଯେତେ ଆରେ ନିଜେ ଦେଖୁନାହାନ୍ତି। ମାତା ପିତା କହୁଛନ୍ତି ଆମର ଇଚ୍ଛା ନାହିଁ ବର୍ତ୍ତମାନ ଗାଧୋଇବା ପାଇଁ, ତୁମେ ଜବରଦସ୍ତି ନେଇକି ତୁମେ ଗାଧୋଇବ, ଇଏ କି କଥା? ଏଗୁଡ଼ା ସବୁ ଅଭଦ୍ରାମୀର ସୀମା ଲଙ୍ଘନ କରୁଛନ୍ତି। ଆମେ ବରଦାସ୍ତ କରିବୁନି। ଜଗନ୍ନାଥ ସଂସ୍କୃତିର ଯିଏ ଭକ୍ତ ଅଛି, ଖାଲି ଓଡ଼ିଶାରେ ବୋଲି ନୁହଁ, ବାହାରେ ବି ମୋର କେତେ ମାତା ଅଛନ୍ତି, ସେ ହିନ୍ଦୀରେ କଥାବାର୍ତ୍ତା କରନ୍ତି କିନ୍ତୁ ଓଡ଼ିଆ ବୁଝନ୍ତି, ଆଉ ସେ ଜଗନ୍ନାଥଙ୍କୁ ନିଜର ସର୍ବସ୍ୱ ବୋଲି ମାନନ୍ତି। ଏମିତି କିଛି ଅଛନ୍ତି ପୂର୍ବଜନ୍ମରେ ସେମାନେ ଭକ୍ତି କରିଥିଲେ, କ'ଣ ଟିକେ ଭୁଲ ଭାଲ କରିଦେଇଥିବେ ବୋଲି ସେ 4.5 କୋଟି ଓଡ଼ିଆରୁ ବାହାରକୁ ପଳେଇଲେ। କିନ୍ତୁ ଏଇ ଜିନିଷଟା ମୁଁ କହୁଛି, ଇସ୍କନ ଭୁଲ କରୁଛି। ତୁମେ ମନମାନି କର ନା। ତୁମେ କୃଷ୍ଣ ସହିତ ଯାହା କିଛି କରିପାର, ଜଗନ୍ନାଥ ସହିତ ତୁମେ କରିପାରିବନି। କାହିଁକିନା ଜଗନ୍ନାଥ ହେଉଛନ୍ତି ସ୍ୱୟଂ, ସିଏ ପୁରା ମଣିଷ ଭଳିଆ ମାନେ ବ୍ୟବହାର କରନ୍ତି। ଆପଣ କରିପାରିବେ ନାହିଁ। ଏ ଜଗନ୍ନାଥ ସଂସ୍କୃତିର ଲୋକ ହେଇ ଆମେ ବରଦାସ୍ତ କରିବୁ ନାହିଁ। ବାରମ୍ବାର ସେ ଜିନିଷ କୁହାହେଉଛି। ତୁମକୁ ପୁରା ଲିଷ୍ଟ ଦିଆଗଲା ୱିଥ୍ ସବୁ ପ୍ରୁଫ୍, ଶାସ୍ତ୍ର ବେଦ ପୁରାଣରୁ। ଆମର ଯିଏ ଚଳନ୍ତି ଦେବତା ରାଜା ଦିବ୍ୟ ସିଂହ ଦେବ ସବୁ ଦେଲେ ଆପଣମାନଙ୍କୁ ଦିଆହେଉଛି। ତଥାପି ଇସ୍କନର ତାଙ୍କର ହେଉନାହିଁ, ମୁଣ୍ଡରେ ବୁଦ୍ଧି ପଶୁନାହିଁ। ବାରମ୍ବାର ମୁଁ ଏଇ କଥା ଏଇଥିପାଇଁ କହୁଛି, ଜଗନ୍ନାଥ ସଂସ୍କୃତି ଇଏ ସଂସ୍କୃତି ଗୋଟେ ଅଲଗା ଜିନିଷ। ସଂସ୍କୃତି ମାନେ ଇଏ ଆମର ପୁରା ଓତପ୍ରୋତ ଭାବରେ ଜଡ଼ିତ କେଉଁ ଅନାଦି କାଳରୁ। ତାକୁ ତୁମେ ଏମିତି ଗାଧୋଇବା ଅଛି ଜଗନ୍ନାଥଙ୍କୁ, ତ ଘର ଭିତରେ ଗାଧାଅ। ଆମ ଲୋକ ଅଛନ୍ତି ଆମର ଯେତିକି, ଆମ ପୂଜା ଘରେ ଆମେ ଗାଧୋଉଛୁ। ତୁମେ ବାହାରକୁ ନେଇକି ସେମିତି ଗାଧେଇକି ନାଚି ଡେଇଁକି ହରେ କୃଷ୍ଣ କରିପାରିବ ନାହିଁ। ଇଏ ଠିକ୍ ନୁହେଁ। ମୁଁ ଜାଣିଛି ଭଗବାନ କିଛି କହିବେନି, ମହାପ୍ରଭୁ ଜଗନ୍ନାଥ କିଛି, ସିଏ ତ ଖୁସି, ଅସୁବିଧା କିଛି ନାହିଁ। କିନ୍ତୁ ଯେତିକି ଆମର ଜଗନ୍ନାଥ ସଂସ୍କୃତି ଲୋକଙ୍କୁ ଆଘାତ ପହଞ୍ଚିବାର ଅଧିକାର ତୁମର ନାହିଁ, ତୁମେ କରିପାରିବନି। ଭଗବାନ ନିଜେ କହୁଛନ୍ତି ମୁଁ ଭକ୍ତର ଭାବରେ ବନ୍ଧା। ପୁଣି ଭଗବାନ କହୁଛନ୍ତି ମୁଁ କାହାରି ସହିତ ମୋର ସମ୍ପର୍କ ନାହିଁ, ମୁଁ ଉଦାସୀନ ଥାଏ ସବୁବେଳେ। ସିଏ ଗୋଟେ ଅଲଗା ଲେଭେଲ। କିନ୍ତୁ ଯେତେବେଳେ ମୁଁ ଭକ୍ତି କରୁଛ, ସେତେବେଳେ ମୁଁ ଭକ୍ତର ପଛେ ଚାଲେ, ତା'ର ପାଦ ଧୂଳି ମୋ ମୁଣ୍ଡରେ ପଡ଼ିଯାଏ, ମୁଁ ପବିତ୍ର ହେଇଯିବି, ମୁଁ ଭକ୍ତର ଭାବରେ ବନ୍ଧା। ତେଣୁକରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ହାତ ବଢ଼େଇକି ଥାନ୍ତି ସବୁବେଳେ। ତାହା ମାନେ ନୁହେଁ ଯେ ତା'ର ଫାଇଦା ଉଠାଇବେ ଆପଣ, ଭୁଲ ତା'ର ୟୁଜ୍ କରିବେ, ମିସ୍ୟୁଜ୍ କରିବେ ଆପଣ। ୟା ତାକୁ ମିସ୍ୟୁଜ୍ କରୁଛନ୍ତି, ଇଏ ଠିକ୍ ନୁହେଁ। ବାରମ୍ବାର ମୁଁ ଏ ଜିନିଷକୁ କହୁଛି, ଇସ୍କନ ସୁଧୁରି ଯାଅ, ଧନ୍ଦା ନଗାଉନି, ଧନ୍ଦା କରନି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।